ବାଡ଼ିକି ଯାଇଥିଲି ବାଡ଼ିକି ଆସିକି ଏବେ ମୋ ରୋଷେଇ ଆରମ୍ଭ କରିଦେଲେଣି। ଯେହେତୁ ଘର ଚିଆଉଛି ରିଙ୍କି ଘର ସେଥିପାଇଁ ବାପା ଯାଇପାରିଲେନି। ମୁଁ ବି ବାଡ଼ିକି କହିଲି ଯିବା ପାଇଁ ବାଡ଼ିକି ଗଲି ଗଛପତ୍ରରେ ପାଣି ଦେଇଦେଇ ପଳେଇ ଆସିଲି। ରୋଷେଇ କରିଥିଲି ପତିରି ଜାଳିକି ରୋଷେଇ କରିଥିଲି ସେଣେ ଘାଣ୍ଟିଲା ବେଳକୁ କଢ଼ାର ତାର ପତିରି ତାର ଜଳି ଜଳି ପଳେଇ ଆସିଛି। ପତିରି ଜାଳିକି ରୋଷେଇ କରିବାଟା ଭାରି କଷ୍ଟ। ଏପଟେ ଘାଣ୍ଟିଲା ବେଳକୁ ଏପଟେ ଚୁଲି ଜଳି ଜଳି ପଳେଇ ଆସିଛି। କାଠରେ କ'ଣ ଏତେ ଶୀଘ୍ର ଜଳି ଜଳି ଆସିବନି କିନ୍ତୁ ପତିରେ ଜଲ୍ଦି ଜଲ୍ଦି ଜଳି ପଳେଇ ଆସିବ। ଆଉ ବାଡ଼ିକି ଯାଇଥିଲି ସାଇ ତାର କୁନ୍ଦୁରି ତୋଳିକି ଆଣିଲା, କହିଲା ମା କୁନ୍ଦୁରି ଭଜା କରିଦେବୁ ମୁଁ ଭାତ ଖାଇବି। କୁନ୍ଦୁରି ଆଳୁ ଭାଜିଛି, ଏଠି ପରିବା କାଟିକି ରଖିଦେଇଛି। ଆଜି ମାଛ ମୁଣ୍ଡ ପକେଇକି ଘାଣ୍ଟ ହବ। କାଲି ମାଛ ତରକାରୀ ହେଇଥିଲା, ତା ମୁଣ୍ଡ ଥିଲା ବହୁତ ଦିନ ହେଲା ମାନେ ମାଛ ମୁଣ୍ଡ ଘାଣ୍ଟ ତରକାରୀ ହେଇନି। ମୁଁ ଭାବିଲି ଯାଉଛି ଆଜି ଟିକେ କରିଦେବି ମାଛ ମୁଣ୍ଡ ଘାଣ୍ଟ ତରକାରୀ। ଏଇଠି ଦେଖନ୍ତୁ ମୋର ମାଛ ମୁଣ୍ଡ ପକେଇକି ଘାଣ୍ଟ ତରକାରୀ ରେଡି। ଲିଆପରେ ଧନିଆ ପତ୍ର ଦିଟା ପକେଇଦେଲେ ହେଇଯିବ। ତ ରୋଷେଇ ପତ୍ର ତ ଏବେ ସରିଗଲା। ଦେଖିବା ସେପଟରେ ଘର ଛିଆ କାମ କେତେ ବାଟ କ'ଣ ଗଲାଣି। ଗୁହାଳ ଘର ଛିଆ ହେଇଥିଲା, ଆଜି ରିଙ୍କି ଘର ଛିଆ ହେଉଛି। ଛିଆ ସରିଲାଣି, ମୁଁ ଆପଣମାନେ ଦେଖୁଛି। ମାନେ କାମରେ ବ୍ୟସ୍ତ ଥିଲି, ମୁଁ ଆଉ ଭିଡ଼ିଓ କରିପାରିନଥିଲି। ଏବେ ଦେଖୁଛି ତାଙ୍କର ଘର ଛିଆ ସରିଗଲାଣି ସବୁ। ସନ୍ତ୍ରାସବାଦୀ ଆଇଲେ, ସନ୍ତ୍ରାସବାଦୀ ପୁରା ପ୍ୟାକ୍ ତାଙ୍କର ଆଉ ଇଏ ହବନି। ହାय ଠାକୁଆ ଆଜି ହିଟ୍ କାଲି ଗଲେ ତୁ ମତେ ଦେଇଦେଲୁ, ମୁଁ ହିଟ୍ ହେଇଗଲି ସେଇଥିପାଇଁ ଜଲ୍ଦି ଜଲ୍ଦି ଛାଡ଼ିଦେଲି। ମଥା ଖରାପ କରିଦଉଛୁ। ଆସୁନା ଟିକେ ପାଣି ଢାଳି ଦିଏ ମଥାର। ସେଇ ମଥାଲ ମୁଣ୍ଡ ନୁହେଁ ମଥା। ବୁଢା ତାର ସେଇଟାର ଦିଟା ଘର କରିସାରିଲାଣି। ଗୋଟେ ବୁଢୀର ପକ୍କାଘର, ବୁଢାର ଗୋଟେ ମାଟି ଘର, ଦିଟା ଘର। କିନ୍ତୁ ଆମର ଦେଖିଲା ବେଳକୁ ଆମର କଲା ବେଳକୁ ମଥା ଖରାପ ହେଇଯାଉଛି। ଆମ ଘର କଲା ବେଳକୁ ଆମ ଦାଣ୍ଡ କିମି ସବୁ ହେଇକି ପଡିଛି। ଆମ ପପୁ ସଫା କରୁଛନ୍ତି। ପପୁ କୁଆଡେ ଗଲ? ଉପରୁ ସାରିକି ସବୁ ଓହ୍ଲେଇକି ଆସୁଛନ୍ତି। ଆମ ପପୁନୁ କିନ୍ତୁ ବହୁତ କଷ୍ଟ କାମଟେ ଦିଆ ହେଇଯାଇଛି। ହଁ ହଲୋ, ଆଜି ଠାକୁଆର ମାନେ ଜଲ୍ଦି ସରି ଯାଇଛି ବୋଲି ସେଇଥିପାଇଁ ଠାକୁଆ ମୋର ସ୍ମାଇଲ ଅଛି। ଶୁଇଆ ନା କଣ ସେଇଠି? ରାତିରେ ଜ୍ୱର ଆଉଛି। ଏଇଟା ଯୋଉ କଳା ଇଏ ପଶିକି ସବୁ ଜ୍ୱର ଆସିବ। ପଇସା ଟା କଣ କରିବୁ କଣ? ଟକିଆ କରି ଶୋଇବୁ କିଲୋ ମଲା ବେଳକୁ। ଏଇ ସାଙ୍ଗେ କାମ ଆ ତାଙ୍କ ବୟସକୁ ତାଙ୍କ ମେହନତ ଟା ଦେଖିତେ ପଡିବ ନା। ଆଉ ଫେର କହୁଛ ଆଉ ଜଣେ ଆସିଲା କହିବେ ବୋଲି। ହଁ, ସିଏ ଖଟିଲେ କିଛି ନାହିଁ, ତାର ଅଛି ଇଏ ଅଛି। ହଁ ସେ ଚାପା ହେଇଯିବ, ସେ ଚାପା ହେଇଯିବ। ହଁ ହେଇଯାଇଛି, ଯୋଉ ଅନେଇକି ଅଛି ହେଲା ନା ମତେ ତାକୁ ତୁ ଏବେ ଚାପା କରିଦେ। ଏଥର ବହୁତ କଣା କରିଦିଆଯାଇଛି ନା, ଯେମିତି ଘର ପହଞ୍ଚିଯିବନି ପାଣି ଗଳିବ। ମୁଁ ତଳେ ରହିଛି, ମତେ ଆଉ ଡାକିକି ଦେଖେଇ ପାରିବି। ଯାହା ହବ ତତେ ତ ଡକା ହବ, ପାଖରେ ରହିଛୁ ଆଉ। କିନ୍ତୁ କେମିତି ହେଇଥିଲା, ଖରିକି ପୁରିକି ପୁରା ଖରକା ପୁରକା କରିକି ସଫା କରିଦେଲି।
ଆଉ ଏଇଠି ସବୁ କୁଟା ରହିଲା ଗାଈ ଗୋରୁ ଖାଇବା ପାଇଁ। ଆଉ ବାକି ସବୁ ଖତ କଦାରେ ପକା ହେଲା। ପୁରା ଦାଣ୍ଡ ସଫା। ମଝିଆ ମଝିଆ ଜାଳ ଧରିକି ଆଇଲେଣି।